ମହାମହିମ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ଆଶାଳୀନ ମନ୍ତବ୍ୟ ବିରୁଦ୍ଧରେ ବସ୍ତା ବିଜେପିର ପ୍ରତିବାଦ ସଭା। ସୂଚନା ଥାଉକି ଯେ ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ତଥା ବର୍ତ୍ତମାନର ରାୟବେରେଲି ସାଂସଦ ସୋନିଆ ଗାନ୍ଧୀ ଦେଶର ପ୍ରଥମ ନାଗରିକ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେଇଥିବାରୁ ବିଜେପି ଦଳ ତରଫରୁ ଦେଶବ୍ୟାପୀ ବିରୋଧ ବିକ୍ଷୋଭ ଚାଲିଥିବା ବେଳେ ଆଜି ବସ୍ତା ବିଜେପି ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି। ସୋନିଆ ଗାନ୍ଧୀ ଲୋକସଭାରେ ମହାମହିମାଙ୍କୁ କ୍ଷମା ମାଗନ୍ତୁ ବୋଲି ବସ୍ତା ବିଜେପି ପକ୍ଷରୁ ଦୃଢ଼ ଦାବି ରଖାଯାଇଥିବା ବେଳେ କ୍ଷମା ନ ମାଗିଲେ ଆଗାମୀ ଦିନରେ ବସ୍ତା ବିଜେପି ରାଜରାସ୍ତାରେ ଓହ୍ଲାଇବ ବୋଲି ଉତ୍ତର ବାଲେଶ୍ୱର ସାଂଗଠନିକ ସଭାପତି ପ୍ରଦୀପ କୁମାର ପଣ୍ଡା ମତବ୍ୟକ୍ତ କରିଥିଲେ। ଏହି ପ୍ରତିବାଦ ସଭାରେ ସାଂଗଠନିକ ଜିଲ୍ଲା ସଭାପତି ପ୍ରଦୀପ କୁମାର ପଣ୍ଡା, ବସ୍ତା ନିର୍ବାଚନ ମଣ୍ଡଳୀ ନେତା ରବୀନ୍ଦ୍ର ଅଣ୍ଡିଆ, ବରିଷ୍ଠ ବିଜେପି ନେତା ରବୀନ୍ଦ୍ର ଜୈନ, ଯୁବମୋର୍ଚ୍ଚା ସଭାପତି ଧୀରେନ ସେଠୀ ସମେତ ବହୁ ଦଳୀୟ କର୍ମୀ ଯୋଗ ଦେଇ ଗାନ୍ଧୀଙ୍କ ବିରୁଦ୍ଧରେ କଡ଼ା ସମାଲୋଚନା କରିଥିଲେ। ମାତ୍ର ମହାକୁମ୍ଭରେ ହୋଇଥିବା ଦଳଚକଟାରେ ମୃତ୍ୟୁବରଣ କରିଥିବା ବହୁ ଭକ୍ତଙ୍କ ପାଇଁ ପଦୁଟିଏ ମଧ୍ୟ କେହି କହିନଥିଲେ। ବସ୍ତାରୁ ଶିରୀଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍। ପରିଚୟ ପ୍ରଦାନ କରୁ। ରବୀନ୍ଦ୍ର ଅଣ୍ଡିଆ। କ'ଣ ପାଇଁ ଆଜି ଏ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା? ଆଜି ବସ୍ତା ନିର୍ବାଚନ ମଣ୍ଡଳୀ ତରଫରୁ ଗାନ୍ଧୀ ଛକଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଏକ ଧାରଣା ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା। ଆଜି ଯେଉଁ ସକାଳେ ଆମର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପୂର୍ବତନ ଅଧ୍ୟକ୍ଷା କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଯେଉଁ ଅଶାଳୀନ ମନ୍ତବ୍ୟ ଦେଲେ, ଯେଉଁ ପୁଅର୍ ଲେଡି ବୋଲି କହିଲେ, ଏଇଭଳି ଅପମାନଜନକ କଥାକୁ ଆମେ ଘୋର ନିନ୍ଦା କରୁଛୁ ଏବଂ କ୍ଷମା ମାଗିବା ପାଇଁ ଆମେ ଆଜି ଏ ଧାରଣା କରିଥିଲୁ। ପୂର୍ବରୁ ମଧ୍ୟ କଂଗ୍ରେସ ସଦାବେଳେ ଓବିସି ଏସି ଏସଟିର ଜାତିର ଲୋକଙ୍କ ପ୍ରତି ସଦାବେଳେ ଏଇଭଳି ଅପମାନଜନକ ମନ୍ତବ୍ୟ ଏବଂ ଅପମାନଜନକ ଆଖିରେ ଦେଖି ଆସୁଥିବା ହେତୁ ଆଜି ଏହା ଆମ ପାଇଁ ଅସହ୍ୟ ହୋଇ ଉଠିଛି। ଆଜି ଭାରତବର୍ଷର ପ୍ରଥମ ନାଗରିକ ଯିଏକି ଆମ ରାଷ୍ଟ୍ରପତିଙ୍କୁ, ଆମ ଓଡ଼ିଶାର ସ୍ୱାଭିମାନ, ଆମ ଓଡ଼ିଆର ଅସ୍ମିତା, ତାକୁ ଯେତେବେଳେ ଏଭଳି ଅପମାନ କରାଯାଇଛି, ତେଣୁ ଏ ଧାରଣା ଆନ୍ଦୋଳନ ଇଏ ତୀବ୍ରତର ଆଗାମୀ ଦିନରେ ହେବ। ଧନ୍ୟବାଦ। ଆପଣଙ୍କର ପରିଚୟ ପ୍ରଦାନ କରନ୍ତୁ। ପ୍ରଦୀପ କୁମାର ପଣ୍ଡା, ବିଜେପି ଜିଲ୍ଲା ସଭାପତି, ବାଲେଶ୍ୱର ଉତ୍ତର। ଆଜି ଏ କ'ଣ ପାଇଁ ପ୍ରତିବାଦ ସଭା ଆପଣ ମାନେ କରିଥିଲେ? ଆଜି ସଂସଦ ଭବନରେ ମହାମହିମ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଯେଉଁ ଅଶାଳୀନ ମନ୍ତବ୍ୟ ପ୍ରକାଶ କରିଛନ୍ତି, ସେହି ବାବଦରେ ଆମର ଆଜି ପ୍ରତିବାଦ ସଭା ଏବଂ ଧାରଣା ଥିଲା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସାମ୍ନାରେ। ଯଦି କ୍ଷମା ନ ମାଗନ୍ତି କ'ଣ କରନ୍ତି, ଆପଣ କ'ଣ କରିବେ? ଯଦି କ୍ଷମା ନ ମାଗନ୍ତି, ଏଇ ଧାରଣା ଯାହା ଦେଇଛେ ଆମେ ଆକୁ ତୀବ୍ରତର କରିବୁ ଏବଂ ଆମେ ରାଜରାସ୍ତାକୁ ଓହ୍ଲାଇବୁ, ଯେମିତି ସେ କ୍ଷମା ମାଗିବା ପର୍ଯ୍ୟନ୍ତ।